ଗାଳ୍ପିକ ଅଖିଳମୋହନ ପଟ୍ଟନାୟକଙ୍କ ଗଳ୍ପର ବୌଦ୍ଧିକ ଦିଗନ୍ତ। ଭୌତିକବାଦ ରହସ୍ୟବାଦର ଏକ ଅଙ୍ଗ। ଏହାର ଦୁଇ ପ୍ରକାର ଅର୍ଥ ରହିଛି। ପ୍ରଥମ ଅର୍ଥରେ ଏହା ପ୍ରାକୃତିକ ଭାବକୁ ବୁଝାଉଥିବା ସ୍ଥଳେ ଦ୍ୱିତୀୟ ଅର୍ଥରେ ଭୂତପ୍ରେତର ସମ୍ବନ୍ଧକୁ ଜ୍ଞାପନ କରେ। ଲୋକବଚନରେ ଭୌତିକ ଜଗତ କହିଲେ ମଧ୍ୟ ଏହି ଦୁଇ ପ୍ରକାର ଭାବକୁ ନେଇ ବୁଝିବାକୁ ପଡ଼ିବ। ଅବଶ୍ୟ ବ୍ୟକ୍ତିର କଥନଭଙ୍ଗୀ ଓ ଇଙ୍ଗିତରେ ଏହାର ଭିନ୍ନ ଭିନ୍ନ ସ୍ୱରୂପ ସ୍ପଷ୍ଟ ହୋଇ ଉଠିଥାଏ। ଭୂତପ୍ରେତର ଅର୍ଥରେ ନିଆଗଲେ ଭୌତିକ ଜଗତର ଅନ୍ୟାନ୍ୟ ପ୍ରତିଶବ୍ଦମାନ ହେଲେ ଅତୀନ୍ଦ୍ରିୟ ଜଗତ, ଅଲୌକିକ ଜଗତ। ଅତୀନ୍ଦ୍ରିୟ ଇଲାକା କହିଲେ ସହସା ମନରେ ଚାଲିଆସେ ଯାହା ଦୃଶ୍ୟମାନ ଜଗତରେ ନାହିଁ, ଅର୍ଥାତ୍ ଇନ୍ଦ୍ରିୟ ବହିର୍ଭୂତ ଭିନ୍ନ ଏକ ଜଗତ। ଚକ୍ଷୁ, କର୍ଣ୍ଣ, ହସ୍ତ, ପଦ ପ୍ରଭୃତି ଶାରୀରିକ ଅଙ୍ଗପ୍ରତ୍ୟଙ୍ଗ ଦ୍ୱାରା ଯେଉଁ ପଦାର୍ଥର ଜ୍ଞାନ ଜନ୍ମେ କିମ୍ବା ଯାହାଦ୍ୱାରା ପଦାର୍ଥର ଅସ୍ତିତ୍ୱ ସୂଚିତ ହୁଏ, ତାହା ଆମର ଇନ୍ଦ୍ରିୟ ଜଗତ। ଏହି ଆୟତ୍ତତା ଚରାଚର ପୃଥିବୀର ଅଧିକାର ଭିତରେ, ପରନ୍ତୁ ଅତୀନ୍ଦ୍ରିୟ ବ୍ରହ୍ମାଣ୍ଡକୁ ଦେଖି ହୁଏ ନାହିଁ, ବରଂ ଏହାର ଅନୁଭବ ବା ଏପରି ଗୋଟିଏ ଅଦୃଶ୍ୟମାନ ବିଶ୍ୱ ପୃଥିବୀରେ ରହିଛି। ଏହି ପ୍ରକାର ଏକ ଧାରଣା ମନୁଷ୍ୟର ଭାବନାରେ କେଉଁ ଆବହମାନ କାଳରୁ ରହିଆସିଛି। ଭୂତପ୍ରେତର ବିଚରଣସ୍ଥଳ ଏତାଦୃଶ ଇଲାକାରେ ଅବସ୍ଥାପିତ ଥିବାରୁ ଆଖିକୁ ସର୍ବଦା ଦେଖାଯାଏ ନାହିଁ, କିନ୍ତୁ ଯାହାର ଆଖିକୁ ଦେଖାଯାଏ ବା ଯେଉଁ ବ୍ୟକ୍ତି ଏମାନଙ୍କର ବିଦ୍ୟମାନତାକୁ ନିଜସ୍ୱ ଅନୁଭୂତିରେ ଆଣିଥାନ୍ତି, ସେହିମାନଙ୍କ ନିକଟରେ ଭୂତପ୍ରେତ ଯେ ଜଗତରେ ଅଛନ୍ତି ଏପରି ବିଶ୍ୱାସ ଗ୍ରହଣୀୟ ହେଉଥିବା ସ୍ଥଳେ ଅପର ଗୋଷ୍ଠୀର ଲୋକେ ଏହାକୁ ଏକ ଅହେତୁକ ଅନ୍ଧବିଶ୍ୱାସର ଅଯୋଗ୍ୟତାରେ ନେଇଥାନ୍ତି। ତେବେ ଯେଉଁମାନେ ଏ ପ୍ରକାର ଧାରଣାରେ ଅନାସ୍ଥାବାନ, ସେମାନଙ୍କୁ ପ୍ରଶ୍ନ କରାଯାଇପାରେ ଯେ ମଣିଷର ମୃତ୍ୟୁ ପରେ ସେମାନେ କି ପ୍ରେତକ୍ରିୟା ସଂସ୍କାର ଭିତ୍ତିକ କାର୍ଯ୍ୟକ୍ରମମାନ କରନ୍ତି ନାହିଁ। ଏହାର ଉତ୍ତରରେ ନାହିଁ କହିଲେ ବୁଝାଯିବ ଯେ ବାସ୍ତବିକ ଭୂତପ୍ରେତ ପ୍ରତି ସେମାନଙ୍କର ଧାରଣା ନିର୍ଭୁଲ। କିନ୍ତୁ ଯଦି କହି ବସନ୍ତି ଆମେ କ'ଣ ଭୂତ ପାଇଁ ସେ ପ୍ରକାର କାର୍ଯ୍ୟ ପାଳନ କରୁଛୁ? ଆମେ ତ ଆତ୍ମାର ସ୍ୱର୍ଗପ୍ରାପ୍ତି ସଦ୍ଗତି ନିମନ୍ତେ ଓ ତାହାର ଶାନ୍ତି ବିଧାନ ପାଇଁ ମୃତ୍ୟୁ ପରାଦି କାର୍ଯ୍ୟକ୍ରମମାନ କରୁ। ହେଲେ ଆତ୍ମା ବୋଲି ଯେଉଁ ଶବ୍ଦ ଉଚ୍ଚାରିଲେ ତାହା ସେମାନଙ୍କ ପାଇଁ କ'ଣ? ପରଲୋକ ଅର୍ଥରେ ଯେଉଁ ପ୍ରେତଲୋକକୁ ନିଆଯାଇଥାଏ, ତାହା ସେମାନଙ୍କ ପକ୍ଷରେ ଏକା ଅର୍ଥ ସୃଷ୍ଟି କରେ ନାହିଁ, ତାଠାରୁ କିଛି ତଫାତ୍ ଅର୍ଥ ଉତ୍ପତ୍ତି କରିଥାଏ। ତେବେ ଏ ପ୍ରସଙ୍ଗରେ ଅନେକ ସମୟରେ ସେମାନଙ୍କଠାରୁ ଆଶାଜନକ ନିର୍ଭରଯୋଗ୍ୟ ଉତ୍ତର ପାଇବା ଏକାନ୍ତ କଠିନ। କାରଣ ଅଲୌକିକତା ପ୍ରତି ଅବିଶ୍ୱାସକୁ ଆଜି ସଭ୍ୟତା ବୋଲି କୁହାଯାଉଅଛି। ବିଜ୍ଞାନ ଆମର ଷଷ୍ଠ ଇନ୍ଦ୍ରିୟ ବା ତୃତୀୟ ନେତ୍ରକୁ ଚିରଦିନ ଲାଗି ବନ୍ଦ କରିଦେବାକୁ ସଂକଳ୍ପ ନେଇଛି। ସଭ୍ୟ ମଣିଷକୁ ଯଦି ପଚରାଯାଏ, ତମେ ଭୂତପ୍ରେତରେ ବିଶ୍ୱାସ କର? ଉତ୍ତର ପ୍ରଶ୍ନାବଳୀର ପଛପଟେ ବରାବର ଲେଖା ହୋଇ ରହିଛି, ନା, ସେସବୁ ଅନ୍ଧବିଶ୍ୱାସ। କିନ୍ତୁ କରଞ୍ଜିଆର ଘର ଘର ବୁଲି ମୁଁ ବୈଜ୍ଞାନିକ ରୀତିରେ ଲୋକଙ୍କର ଏହି ତଥାକଥିତ ଅନ୍ଧବିଶ୍ୱାସକୁ ପରୀକ୍ଷା କରି ଦେଖିଛି। ପ୍ରତ୍ୟେକ ଲୋକ ଶିକ୍ଷିତ ବା ଅଶିକ୍ଷିତ, ଧନୀ ବା ନିର୍ଦ୍ଧନ, ଓକିଲ, ଅଧ୍ୟାପକ ଅଥବା ଯେ କେହି ମୋତେ ଅତ୍ୟନ୍ତ ସୁସ୍ପଷ୍ଟ ଭାଷାରେ କହିଛନ୍ତି ଭୂତ ଅଛନ୍ତି। ଅଲୌକିକତା କେବଳ ଦେବଦେବୀ, ଭୂତପ୍ରେତ ଅଥବା ଆଧିଦୈବିକ ଆଧିଭୌତିକ ଶକ୍ତିକୁ ଆଧାରିତ କରି ମଣିଷକୁ ସସୀମରୁ ଅସୀମ ଦିଗରେ ସମ୍ପ୍ରସାରିତ କରେ ନାହିଁ। ମଣିଷର ଅଦ୍ଭୁତ ଦୈନନ୍ଦିନ ଅଭିଜ୍ଞତା ମଧ୍ୟ ମଣିଷକୁ ଅଲୌକିକତାର ପ୍ରମାଣପତ୍ର ହାତେ ହାତେ ଧରାଇ ଦେଇଯାଏ, ସର୍ବତ୍ର ସଚରାଚର। ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର କରଞ୍ଜିଆ ଡାଏରୀ। ମଣିଷ ସଜୀବ ଥିବା ସମୟରେ ତାହାର ଜୀବନଧାରଣର ପ୍ରକ୍ରିୟାଟିକୁ ଆତ୍ମା କୁହାଯାଏ। କିନ୍ତୁ ଯେତେବେଳେ ଏହି ଆତ୍ମା ଶରୀରରୁ ପଳାଇଯାଏ, ସେତେବେଳେ ମଣିଷ ମୃତ ବା ଜଡ଼ତ୍ୱରେ ପରିଣତ ହୁଏ। ଆତ୍ମା ଅବିନଶ୍ୱର ଏବଂ ତାହାର ଆଶ୍ରୟସ୍ଥଳ ହେଉଛି ପ୍ରେତଲୋକ। ତେଣୁ ପ୍ରେତଲୋକର ଏହି ବାସିନ୍ଦା ଆତ୍ମା ହିଁ ପରବର୍ତ୍ତୀ ପର୍ଯ୍ୟାୟର ଭୂତ। ଆତ୍ମା ଅଣାକାର, ଅଦୃଶ୍ୟ। ଭୂତ ମଧ୍ୟ ଠିକ୍ ସେହିପରି। ମଣିଷ ମୃତ୍ୟୁ ପରେ ପରଲୋକରେ ପ୍ରେତ ହୋଇ ବିଚରଣ କରୁଥାଏ। ଯଦି ତାହାର ଆତ୍ମାର ଶାନ୍ତି ବିଧାନ ନ ହୁଏ, ତେବେ ସେ ଆକୃତି ରୂପ ନେଇ ଦୃଶ୍ୟମାନ ଇନ୍ଦ୍ରିୟ ଜଗତକୁ ଚାଲିଆସେ। ସେ ଆକାର ସାଂସାରିକ ମଣିଷର ଆକାର ନୁହେଁ। ସୁତରାଂ ତାକୁ ବା ତାହାର ଭିନ୍ନ ଏହି ଆକୃତିକୁ ଦେଖି ଇନ୍ଦ୍ରିୟ ଜଗତର ମଣିଷ ଭୟଭୀତ ହୁଏ। ଭୌତିକ
ଭୌତିକ ବିଶ୍ୱାସ ମଣିଷର ଆଦିମତମ ବିଶ୍ୱାସ ହୋଇଥିଲେ ହେଁ ମଣିଷ ମନର ଭୂତପ୍ରେତରେ ଅଭିଳାଷୀ ହେବା ନ ହେବା ତାହାର ସମ୍ପୂର୍ଣ୍ଣ ଆତ୍ମକୈନ୍ଦ୍ରିକ ପ୍ରତ୍ୟୟାଧୀନ ବିଷୟ, ପୂର୍ଣ୍ଣତଃ ନିଜ ମନନଶୀଳତା ଉପରେ ନିର୍ଭର କରେ। କିନ୍ତୁ ପ୍ରତ୍ୟେକ ମଣିଷର ଅବଚେତନ ମାନସିକ ସ୍ତରରେ ଏହା ପ୍ରତି ଏକ ପ୍ରଚ୍ଛନ୍ନ ଆଶଙ୍କା ଅବଶ୍ୟ ରହିଛି। ହୋଇପାରେ ତାହା ହେତୁକ ବା ଅହେତୁକ, ସେ ତ ଭିନ୍ନ କଥା। ଯେଉଁମାନେ ଏହାର ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି ସେମାନଙ୍କର ଧାରଣାରେ ବିଜ୍ଞାନ ଶାସ୍ତ୍ରସମ୍ମତ ଯୌକ୍ତିକତାର ଅବିକଳ ଅବବୋଧ ବଳବତ୍ତର। ତାଙ୍କର ଚେତନ ମନରେ ସେମାନେ ପ୍ରତ୍ୟକ୍ଷଦର୍ଶୀ, ଚିନ୍ତା ଲାଳସୀ। ଅପରପକ୍ଷରେ ଯେଉଁମାନେ ଭୂତର ଅବସ୍ଥିତିକୁ ଅକୁଣ୍ଠ ସମର୍ଥନ କରିଥାନ୍ତି ସ୍ୱକୀୟ ପ୍ରକାଶ୍ୟ ଚେତନ ମନରେ, ସେହିମାନେ ହିଁ ଭୂତପ୍ରେତ ସମ୍ବନ୍ଧରେ ଅଧିକ ତଥ୍ୟ ବିଦିତ ହେବାକୁ ଅତୀବ ଉତ୍କଣ୍ଠିତ। ପୃଥିବୀର ପ୍ରତ୍ୟେକ ଦେଶର ଭାଷା ସାହିତ୍ୟରେ ଭୂତପ୍ରେତକୁ ନେଇ ସାହିତ୍ୟ ସୃଷ୍ଟି କରିବାର ଧାରା ପ୍ରଚଳିତ। ଭୂତପ୍ରେତ ମଣିଷର ସଂସ୍କୃତି, ଇତିହାସ, ଜୀବନ ନିର୍ବାହ ପ୍ରଣାଳୀ, ନରସମ୍ବନ୍ଧୀୟ ଭାବରାଶି ଭିତରେ ଅସ୍ଥିମଜ୍ଜାଗତ। ତାହାର ଧାର୍ମିକ ପ୍ରତୀୟମାନରେ ଏକତମ ପ୍ରାକ୍ତନ ଉତ୍ସ। ଗୋଟିଏ ଦୃଷ୍ଟିରୁ ଦେଖାଯାଇପାରେ କି ଭୂତପ୍ରେତର ବିଦ୍ୟମାନ ସ୍ଥଳ ହିସାବରେ ଆମେ ଅତୀନ୍ଦ୍ରିୟ ଜଗତକୁ ଆରୋପ କରୁ ସିନା, ପ୍ରକୃତରେ ଦେଖିବାକୁ ଗଲେ ସେମାନେ ଆମର ଦୃଶ୍ୟମାନ ଇନ୍ଦ୍ରିୟ ଇଲାକାରେ ବରଂ ଲୁପ୍ତ ଭାବରେ ରହିଛନ୍ତି। ନହେଲେ ସେମାନଙ୍କର ଉପସ୍ଥିତିକୁ ଆମେ ପ୍ରତ୍ୟକ୍ଷ କରିପାରନ୍ତେ ନାହିଁ। ସେମାନଙ୍କର ଅଦୃଶ୍ୟ ବିଚରଣ ଆମ ପାଇଁ ଅଲୌକିକ ଅନୁଭବ। ବିଶ୍ୱବିଶ୍ରୁତ ମହାନ ସାହିତ୍ୟିକ ସେକ୍ସପିୟରଙ୍କର ହାମଲେଟ୍, ଜୁଲିୟସ୍ ସିଜର, ଓଥେଲୋ, ଟେମ୍ପେଷ୍ଟ ଇତ୍ୟାଦି ନାଟକରେ ପ୍ରେତର ଉପସ୍ଥାପନ ଚମତ୍କାର ହୋଇଛି। ଜର୍ଜ ବାର୍ନାର୍ଡ ଶଙ୍କ ସେଣ୍ଟ ଜୋଆନ୍ ନାଟକରେ ମଧ୍ୟ ଏହାର ପ୍ରୟୋଗ ଦେଖାଯାଏ। କବିବର ରାଧାନାଥ ରାୟଙ୍କର ପାର୍ବତୀ କାବ୍ୟ ହାମଲେଟୀୟ ଆହରଣ ପ୍ରକ୍ରିୟାରେ ଭୂତର ବିଦ୍ୟମାନତାରେ ଅଛି ସଚେତନ। ହିନ୍ଦୀ ସାହିତ୍ୟରେ 20 ସାଲ ବାଦ, 20 ସାଲ ପହଲେ, ଗୁମନାମ, ଗୋଗଲା, ହୋଟେଲ 2 गज जमीन के नीचे, वही भयानक रात, जानी दुश्मन ଇତ୍ୟାଦି ଗଳ୍ପକୁ ଚମତ୍କାର ଚଳଚ୍ଚିତ୍ର ରୂପ ଦିଆଯାଇ ମଣିଷର ଭୌତିକ ଭାବନାକୁ ପୁନଃ ଉଜ୍ଜୀବିତ କରିଛି। ଭୌତିକବାଦ ମନୁଷ୍ୟ ଜୀବନର ଆଙ୍ଗିକ ଏବଂ ଆତ୍ମିକ ଅବବୋଧ, ତେଣୁ ଏହା ସାହିତ୍ୟରୁ ବାଦ ଯିବ ନାହିଁ। ଓଡ଼ିଆ ଗଳ୍ପ ସାହିତ୍ୟରେ କୃତବିଦ୍ୟ ସ୍ରଷ୍ଟା ଅଖିଳମୋହନ ପଟ୍ଟନାୟକଙ୍କର ଏଯାବତ୍ ପ୍ରକାଶିତ ଗଳ୍ପ ସଂକଳନ ସମୂହରେ ଭୌତିକ ବିଷୟବସ୍ତୁକୁ ଆଧାର କରି 6ଟି ଗପ ରହିଛି। ଉକ୍ତ 6ଗୋଟି ଗପ ହେଲେ ରୁବିର ରୁବାଇୟାତ, ଶେଷ ଆବିଷ୍କାର, ଚନ୍ଦ୍ରର ଅଭିଶାପ, ଶେଷ ଚୈତ୍ରର ସମ୍ବାଦ, ବହୁରୂପୀ, ପ୍ଲାଞ୍ଚେଟ ଓ ପରଲୋକ, ଲ୍ୟାମ୍ପପୋଷ୍ଟର ଇତିକଥା। ଭୌତିକ ଚେତନାପୁଷ୍ଟ ଭଳି ମନେହୁଏ, କିନ୍ତୁ ବାସ୍ତବରେ ଏଇଟି ଅଖିଳମୋହନଙ୍କର ଭୌତିକ ଛଳୋକ୍ତିର ଏକ ଉଦ୍ଭଟ ମାନସ ବିଭ୍ରମ ତଥା ବୌଦ୍ଧିକ କଳ୍ପବୋଧ ଭାବନାର ସଂରକ୍ଷକ। ଗାଳ୍ପିକ ଅଖିଳମୋହନଙ୍କର ଶିଳ୍ପୀ ମାନସରେ ଭୌତିକ ଅନୁଚିନ୍ତା ଅନ୍ୟତମ ବିଭାବ। ଏହା ପୁଣି ତାଙ୍କର ରୋମାଣ୍ଟିକ ରହସ୍ୟବାଦୀ ଦୃଷ୍ଟିର ପରିଚୟପତ୍ର। ଅଖିଳମୋହନ ତାଙ୍କର ଉପରୋକ୍ତ ଗଳ୍ପଗୁଡ଼ିକରେ ଲୌକିକତା ସପକ୍ଷରେ ଯୁକ୍ତି ଦେଇ କହନ୍ତି, ସେସବୁ ଗଳ୍ପରେ କିଛି ଅଲୌକିକତା ନାହିଁ। ତେବେ ମୁଁ ବିଶ୍ୱାସ କରେ ଆମର ଇନ୍ଦ୍ରିୟ ଅନୁଭୂତିର ଊର୍ଦ୍ଧ୍ୱରେ ଅନେକ କଥା ଥାଇପାରେ ଯାହା ହୁଏତ ଆମେମାନେ ଜାଣୁନା। ମୋର ନିଜ ଜୀବନରେ କିଛି କିଛି ରହସ୍ୟମୟ ଘଟଣା ଯେ ଘଟିନାହିଁ ତାହା କହିହେବ ନାହିଁ। ରୁବିର ରୁବାଇୟାତ ଗଳ୍ପଟି ଲେଖକଙ୍କର 1964 ମସିହାରେ ପ୍ରଥମ ପ୍ରକାଶିତ ଗଳ୍ପ ପୁସ୍ତକ ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାରର 6ଠ ସଂଖ୍ୟକ ଗଳ୍ପ। ଏଥିରେ ଜଣେ ଖ୍ରୀଷ୍ଟିଆନ ସ୍ୱାମୀ ଗ୍ରୀନର ବ୍ୟର୍ଥ ପୌରୁଷଜନିତ ଅତୃପ୍ତ ଆତ୍ମାର ପ୍ରେତାତ୍ମକ ବିରାଜମାନତା ରହିଛି। ଏହି ଇଂରେଜ ସ୍ୱାମୀ ଜଣକ ଅତୀତରେ ଥିଲେ ମେଲ୍ ଟ୍ରେନର ଡ୍ରାଇଭର, ଜନୈକ କର୍ତ୍ତବ୍ୟନିଷ୍ଠ କର୍ମଚାରୀ। ଟ୍ରେନ ଡ୍ରାଇଭିଂର କର୍ମକୁଶଳତା ଭିତରେ ସେ ଏତେ ମାତ୍ରାରେ ବ୍ୟସ୍ତ ରହୁଥିଲେ କି ଗୃହରେ ଯେ ଜଣେ ବିବାହିତା ପତ୍ନୀ ଅଛନ୍ତି, ଜଣେ ନାରୀ ହୃଦୟ ନେଇ ବଞ୍ଚିଥିବା ନିଃସଙ୍ଗ ବ୍ୟକ୍ତିତ୍ୱ ରହିଛି, ଏଇଟା ଥିଲା ମିଷ୍ଟର ଗ୍ରୀନଙ୍କର ସ୍ମରଣୀୟତାର ବହିର୍ଭୂତ। ସୁତରାଂ ସ୍ତ୍ରୀକୁ ପ୍ରଚୁର ଯୌନ ସୁଖ ପ୍ରଦାନରେ ସେ ଥିଲେ କେବଳ କର୍ତ୍ତବ୍ୟର ଦାୟରେ ଅମନୋଯୋଗୀ। ଫଳତଃ ସେହି ଯୌନକାଙ୍କ୍ଷିଣୀ ପତ୍ନୀଟି ସ୍ୱାମୀର ଇଦୃଶ କର୍ତ୍ତବ୍ୟନିଷ୍ଠାକୁ ନିଘା ନ କରି ମିଷ୍ଟର ଟେଲର ନାମକ ପରପୁରୁଷ, ଯେ କି ମିଷ୍ଟର ଗ୍ରୀନଙ୍କର ସହକର୍ମୀ ବନ୍ଧୁ ଓ ତାଙ୍କ ସହିତ ବିଶ୍ୱାସଘାତକତା ସମ୍ପର୍କ ପ୍ରତିଷ୍ଠା କରିଛନ୍ତି, ମିସେସ୍ ଗ୍ରୀନ ଏକଦା ପେଶାଦାରୀ ବୃତ୍ତି ସାରି ଖୁସି ମନରେ ଯେତେବେଳେ ଘରକୁ ଫେରି ଡ୍ରଇଂ ରୁମର କବାଟଟାକୁ ଖୋଲି ଦିଅନ୍ତି, ସେତେବେଳେ ମିସେସ୍ ଗ୍ରୀନଙ୍କର ନିବିଡ଼ ଆଶ୍ଳେଷ ଭିତରେ ବନ୍ଦୀ ହୋଇ ରହିଥିବା ମିଷ୍ଟର ଟେଲରଙ୍କୁ ପ୍ରଥମ ଥର ପାଇ
ଦେଖନ୍ତି ମିଷ୍ଟର ଗ୍ରୀନ୍। ବିଷାକ୍ତ ହୋଇ ଉଠିଛି ତାଙ୍କର ପୌରୁଷ। ଗ୍ରୀନଙ୍କର ପ୍ରେତାତ୍ମା ମୁଖରେ ଭାଷା ଫୁଟାଇ ଲେଖକ କହିଛନ୍ତି, କିନ୍ତୁ ହାୟ, ମୁଁ କ'ଣ ଜାଣେ ମୋର ଅଜ୍ଞାତରେ କେବେ ଗଢ଼ି ଉଠିଛି ଏହି ଆତ୍ମୀୟତା। ମୋର କହିବାକୁ କିଛି ଭାଷା ନଥିଲା। ମୋର ବୋଧହୁଏ ଉଚିତ ଥିଲା ପିସ୍ତଲ ଆଣି ଦୁଇ ଜଣଙ୍କୁ ଶେଷ କରିବା, କିନ୍ତୁ ପାରିଲି ନାହିଁ। ଉଚିତ ଅନୁଚିତର ବିଚାର କରିବାର ଅବସର ମୋର ନଥିଲା। ଘୃଣାରେ ଅପମାନରେ ମୁଁ ପୁଣି ବାହାରିଗଲି ଫାଟକ ଖୋଲି ବାହାରକୁ। 3 ଦିନ ନାଇଟ୍ ଡ୍ୟୁଟି ସାରି ହାଡ଼ଭଙ୍ଗା ଖଟଣି ପରେ ଆଗକୁ 1.5 ଦିନର ନିରବଚ୍ଛିନ୍ନ ବିଶ୍ରାମ ନେଇ ଫେରୁଥିବା ଗ୍ରୀନ୍ ପୁନର୍ବାର ଅନ୍ୟତମ ସହକର୍ମୀ ବାର୍ଣ୍ଣସଙ୍କଠାରୁ ବିଶେଷ କାରଣର ଆଳ ଦେଖାଇ ବମ୍ବେ ମେଲ୍ ଇଞ୍ଜିନ୍ ଉପରକୁ ଉଠି ଯାଇଥିଲେ। ସକାଳର ସେହି ଦୃଶ୍ୟ ବାରମ୍ବାର ତାଙ୍କର ମାନସପଟରେ ଆସିଯାଉଥିବାରୁ ସେ ଅନ୍ୟମନସ୍କ ରହିବାକୁ ବାଧ୍ୟ ହୋଇଥିଲେ। ଇଞ୍ଜିନ୍ର ନିଆଁ, ଧୂଆଁ ଆଉ ଉତ୍ତାପ ଭିତରେ ରହି ସବୁକିଛି ଭୁଲିଯିବାକୁ ଚାହିଁ ବି ସେ ଥିଲେ ସମ୍ପୂର୍ଣ୍ଣ ଅସମର୍ଥ। ଗ୍ରୀନଙ୍କର ମାନସିକ ସ୍ଥିତିସ୍ଥାପକତା ହରଣ ହେତୁ ବମ୍ବେ ମେଲ୍ଟି ଆକସ୍ମିକ ଦୁର୍ଘଟଣାଗ୍ରସ୍ତ ହୋଇଛି ରାୟପୁର ପାସେଞ୍ଜର ସହିତ ଧକ୍କା ଖାଇ ନିକଟସ୍ଥ ଏକ ଡିଷ୍ଟାନ୍ସ ସିଗ୍ନାଲ ଖୁଣ୍ଟି ପାଖରେ, ଏବଂ ସେହିଦିନଠାରୁ ବିଗତ 3 ବର୍ଷ ହେଲା ସେ ଅତୃପ୍ତ ଆତ୍ମା ହୋଇ ଏକ ମୁଣ୍ଡ ନଥିବା କବନ୍ଧ ପ୍ରେତ ରୂପେ ଘୂରି ବୁଲୁଛନ୍ତି ଲୋକଲୋଚନର ଅଗୋଚରରେ, ପ୍ରତି ରାତିରେ 2 ଗୋଟି ଟ୍ରେନ୍ର ଯିବା ଆସିବାକୁ ଦେଖି ଦେଖି। ଏହା ହେଲା ଗଳ୍ପଟିର ବିଷୟବସ୍ତୁ, କିନ୍ତୁ ଲେଖକଙ୍କର ଚମତ୍କାର ଲିଖନ ଶୈଳୀରେ ତାହା ପ୍ରାଣବାନ। ଗଳ୍ପଟି ଘଟଣା ଭିତ୍ତିକ ହେଲେ ମଧ୍ୟ ଉପସ୍ଥାପନାଗତ ଭଙ୍ଗୀରୁ ତାହା ସେପରି ଆଦୌ ମନେ ହୁଏ ନାହିଁ। କଥନ ଶୈଳୀରେ ରଚିତ, ଯେପରି କୋମଳମତି ଶିଶୁଗଣ ବୃଦ୍ଧା ଆଈମା ମୁଖରୁ କୌଣସି ଏକ ରୋମାଞ୍ଚକର କାହାଣୀ ଶ୍ରବଣ କରିବା ରୀତିରେ ଗଳ୍ପଟି ଲେଖାଯାଇଛି। ଅତୀତର ଏହି ଘଟଣାକୁ ଅନୁଭୂତିରେ ଆଣିଥିବା ଅନ୍ୟତମ ରେଳବାଇ କର୍ମଚାରୀ ମିଷ୍ଟର ରବର୍ଟସନ୍, ଯିଏକି ଇଞ୍ଜିନିୟର, କୌଣସି ଏକ ଉତ୍ତୀର୍ଣ୍ଣ ଶ୍ରାବଣ ରାତିରେ କେତେଜଣ ବ୍ୟକ୍ତିଙ୍କୁ ବସାଇ ଏହି ଘଟଣାକୁ ଗଳ୍ପ ଛଳରେ ବର୍ଣ୍ଣନା କରିଛନ୍ତି। ଗଳ୍ପ ଆରମ୍ଭରୁ ଶ୍ରାବଣୀୟ ବାତାବରଣର ଏକ ଅଚାନକ ଆବହାୱା ବା ପରିବେଶ ସୃଷ୍ଟି କରିଛନ୍ତି ଲେଖକ। ଏହି ବିଷୟକ କାହାଣୀ ଭଙ୍ଗୀର ପ୍ରଥା ରକ୍ଷା କରି ପରିବେଶ ବର୍ଣ୍ଣନା ନିହାତି ସାଧାରଣ। ଏହାରି ଭିତରେ ରବର୍ଟସନ୍ ତାଙ୍କର ରୋମାଞ୍ଚକର ଅଭିଜ୍ଞତା ସିଦ୍ଧ ଉପଲବ୍ଧିଟିକୁ ଶୁଣାଇବାର ଏକ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଛନ୍ତି, ଏହିପରି କାଳରାତ୍ରିରେ ପ୍ରେତାତ୍ମାମାନେ ସେମାନଙ୍କର କବର ଖୋଲି ଉପରକୁ ଉଠନ୍ତି। ଅଦ୍ଭୁତ ଲାଗେ ଏହି ରାତିରେ ଅନୁଭବ କରିବାକୁ କବରଖାନାରେ ଅଶରୀରୀ ମାନଙ୍କର ଏହି କାର୍ଯ୍ୟକଳାପ। ଏପରି କହିବା ପରେ ପରେ ବସିଥିବା ଶ୍ରୋତାମଣ୍ଡଳୀ କେଉଁ ଏକ ଅତୀନ୍ଦ୍ରିୟ ରାଜ୍ୟକୁ ପଳାଇ ଯାଇଛନ୍ତି। ଉତ୍କଣ୍ଠିତ ହୋଇ ଚାହିଁ ରହିଛନ୍ତି। ଲେଖକ ଆଲୁଅ ନ ଦେଇ ଗୃହକୁ ଅନ୍ଧକାରରେ ରଖିଛନ୍ତି। ଗଳ୍ପଟିର ମୂଳ କେନ୍ଦ୍ରବିନ୍ଦୁ ହେଉଛି ଡିଷ୍ଟାନ୍ସ ସିଗ୍ନାଲ। ଏହି ସ୍ତମ୍ଭଟିକୁ ନେଇ ହିଁ ଗଳ୍ପର ରହସ୍ୟ ବା ଗୋପନୀୟତା ଉଦ୍ଘାଟିତ ହୋଇଛି। ରାୟପୁରରେ ନୂଆ ରେଳ ଲାଇନ୍ ତିଆରି କାମରେ ଯାଇ ଶୀଘ୍ର କାମ ସାରିବାର ନିର୍ଦ୍ଦେଶ ଚାପରେ ଅନେକ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିବା ଭିତରେ ଥରେ ସେ ତାଙ୍କ କୁଲିଙ୍କୁ ଚା ଆଣିବା ପାଇଁ ପଠାନ୍ତି, କିନ୍ତୁ କୌଣସି କୁଲି ରାଜି ହୋଇ ନାହାନ୍ତି। ଶେଷରେ ରବର୍ଟସନ୍ ନିଜର କାର୍ଯ୍ୟକ୍ଷେତ୍ରଠାରୁ ଅଧ ମାଇଲିଏ ବାଟ ବ୍ୟବଧାନରେ ଥିବା ରେଳ ଷ୍ଟେସନକୁ ଡିଷ୍ଟାନ୍ସ ସିଗ୍ନାଲ ବାଟ ଦେଇ ଯାଇ ଘଟଣାର ସତ୍ୟାସତ୍ୟ ପ୍ରାପ୍ତ ହୋଇଛନ୍ତି। ଏପରିକି କବନ୍ଧ ପ୍ରେତଟିକୁ ଚା ଦେଇ ତାର ଶୋଷ ନିବାରଣ କରିଛନ୍ତି, ଏବଂ ସେ ଭୂତ କାହିଁକି ହେଲା ତାହାର କାରଣ ବିଷୟରେ ତାରି ବକ୍ତବ୍ୟରୁ ଅବଗତ ହୋଇଛନ୍ତି। ଏହି ଗଳ୍ପଟି ଆକାଶବାଣୀ କଟକ କେନ୍ଦ୍ରରୁ ରୁବିର ରୁବାୟୁ ନାମ ଧାରଣ କରି ବେତାର ନାଟ୍ୟ ରୂପରେ ଅନେକ ଥର ପ୍ରଚାରିତ ହୋଇ ବେଶ୍ ଜନପ୍ରିୟତା ଲାଭ କରିଛି। ଏହାକୁ ବେତାର ନାଟ୍ୟ ରୂପ ଦେଇଥିଲେ ହିମାଂଶୁ ଭୂଷଣ ସାବତ। ତେବେ ମୂଳ ଗଳ୍ପ ରୁବିର ରୁବାୟତ ଏବଂ ବେତାର ନାଟକ ରୁବିର ରୁବାୟୁ ମଧ୍ୟରେ ଉପସ୍ଥାପନ କେତେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ଅଖିଳମୋହନଙ୍କର ଗଳ୍ପ କଥକଥା ଢଙ୍ଗରେ ରଚିତ ହେଲା ବେଳକୁ ଏହାର ନାଟ୍ୟରୂପ ଘଟଣାଭିତ୍ତିକ ହୋଇଛି। ଶ୍ରୋତା ଏବଂ ବାତାବରଣର ବର୍ଣ୍ଣନା ନାଟକଟିରେ ନାହିଁ। ରବର୍ଟସନ୍ ଏବଂ ତାଙ୍କ ଅନ୍ୟାନ୍ୟ ସହକର୍ମୀମାନଙ୍କର କାର୍ଯ୍ୟକ୍ରମର କ୍ଷେତ୍ରସ୍ଥଳରୁ ହିଁ ନାଟିକାର ଅୟମାରମ୍ଭ ହୋଇଛି। ନାଟକରେ 2 ଜଣ କୁଲିର ଭୂମିକା ରହିଛି ଏବଂ ଏହା କେତେକ କ୍ଷେତ୍ରରେ କିଞ୍ଚିତ୍ ହାସ୍ୟଧର୍ମୀ। ଦ୍ୱିତୀୟତଃ, ଯେଉଁ ଚା ଦୋକାନରୁ ରବର୍ଟସନ୍ ନିଜେ ଯାଇ ଫ୍ଲାସ୍କରେ ଚାହା ଆଣିଛନ୍ତି, ତାହାର ସଂଳାପ ମୂଳ ଗଳ୍ପଟିରେ ହିନ୍ଦୀ ରହିଥିଲା ବେଳେ ନାଟକରେ ତାହାର ବକ୍ତବ୍ୟ ଖାଣ୍ଟି
ପଲ୍ଲୀଧର୍ମୀ ଓଡ଼ିଆ କଥିତ ଭାଷାରେ ରହିଛି। କିନ୍ତୁ ଏଠି ଲକ୍ଷ୍ୟ କରିବାର କଥା ରାୟପୁର ମଧ୍ୟପ୍ରଦେଶ ମଧ୍ୟରେ, ତେଣୁ ମୂଳତଃ ହିନ୍ଦୀ ଭାଷାଭାଷୀ ଅଞ୍ଚଳ। ସେଠି ନାଟ୍ୟକାରଙ୍କର ଚାହା ଦୋକାନୀ ମୁଖରେ କଥିତ ଓଡ଼ିଆ ଭାଷାର ଆରୋପ ଯୁକ୍ତିଯୁକ୍ତ ମନେ ହୁଏନା। ତୃତୀୟତଃ ମୂଳ ଗଳ୍ପରେ ମିସେସ୍ ଗ୍ରୀନ୍ ଏବଂ ମିଷ୍ଟର ଟେଲରଙ୍କ ପ୍ରେମ ସମ୍ପର୍କର କାରଣ ରୂପେ ନାୟକ ମିଷ୍ଟର ଗ୍ରୀନଙ୍କୁ ନାଟ୍ୟକାର ଦାୟୀ ରୂପେ ଠିଆ କରାଇଛନ୍ତି। ମିସେସ୍ ଗ୍ରୀନଙ୍କର ସଂଳାପରୁ ଯାହା ମନେହୁଏ, ସେ ଏକ ପତିବ୍ରତାରେ ଲାଳସୀ। ନିଜ ସ୍ୱାମୀଙ୍କ ଅନୁପସ୍ଥିତିରେ ସେ କୌଣସି ପରପୁରୁଷ ସହିତ ଆଳାପ ନ କରିବାର ଅଭିଳାଷିଣୀ। କିନ୍ତୁ ମିଷ୍ଟର ଗ୍ରୀନ୍ ହିଁ ତାଙ୍କୁ ବାଧ୍ୟ କରିଛନ୍ତି ମିଷ୍ଟର ଟେଲରଙ୍କ ସହିତ ମିଶିବାକୁ, ନିଜର ଅନୁପସ୍ଥିତିରେ ତାଙ୍କୁ କମ୍ପାନୀ ଦେବା ପାଇଁ। କିନ୍ତୁ ଅଖିଳମୋହନ ଗଳ୍ପରେ ଏହାର ସୂଚନା ଆଦୌ ଦେଇନାହାନ୍ତି, ବରଂ ଗ୍ରୀନ୍ ମୁଖରେ କୁହାଇଛନ୍ତି। କିନ୍ତୁ ହାୟ, ମୁଁ କ'ଣ ଜାଣେ ମୋର ଅଜ୍ଞତାରେ କେବେ ଗଢ଼ି ଉଠିଛି ଏହି ଆତ୍ମୀୟତା। ଅବଶ୍ୟ ଏହା ଏକ ନାଟକୀୟ ତ୍ରୁଟି, କାରଣ ଗ୍ରୀନ୍ ନିଜ ମରିବାର କାରଣ ରୂପେ ନିଜ ସ୍ତ୍ରୀଙ୍କୁ ଦୋଷୀ ଠଉରାଇଛନ୍ତି ନାଟକରେ ଅଖିଳଙ୍କର ଗଳ୍ପ ଅନୁଯାୟୀ। ତାହାହେଲେ ନିଜ ସ୍ତ୍ରୀଙ୍କୁ ଅବାଧରେ ପରପୁରୁଷ ସହିତ ମିଳାମିଶା କରିବାକୁ ଛାଡ଼ିବାର ଯଥାର୍ଥତା ନାଟ୍ୟକାର ରକ୍ଷା କରିପାରିନାହାନ୍ତି। ପୁଣି ସ୍ୱାମୀର ପ୍ରରୋଚନାରେ ସ୍ତ୍ରୀ ଅନିଚ୍ଛାକୃତ ବାଧ୍ୟ ହୋଇଛି ମଧ୍ୟ। ନାଟ୍ୟକାରଙ୍କର ବେତାର ନାଟ୍ୟ ରୂପରେ ଅଧିକାଂଶ ସଂଳାପ ସଂଯୋଜନା ଅଖିଳମୋହନଙ୍କ ଗଳ୍ପ ଅନୁସାରୀ ହୋଇଛି। ଗଳ୍ପକୁ ପଢ଼ିବାରେ ପାଠକର ଯେତିକି ଉତ୍କଣ୍ଠା ଆବେଗ ଆସିବ, ତାଠାରୁ ଅଧିକ ତ୍ୱରାନ୍ୱିତ ଉତ୍କଣ୍ଠା ଆଗ୍ରହ ନାଟକର ଶୁଣିବାରେ ଦେଖାଯାଏ। ଏହା ବି ସ୍ୱାଭାବିକ, କାହିଁକି ନା ଗଳ୍ପ ବର୍ଣ୍ଣନାଧର୍ମୀ, ଯାହାକି ପଠନୀୟ, କିନ୍ତୁ ନାଟକ ଅଭିନୟଧର୍ମୀ, ବାଦ୍ୟ ପ୍ରୟୋଗିତ ତଥା ଶ୍ରବଣୀୟ, ଘଟଣାକୈନ୍ଦ୍ରିକ। ସୁତରାଂ ଅଧିକ ଉତ୍କଣ୍ଠା ନିଶ୍ଚିତ ରହିବ। ନାଟକଟିରେ ଗ୍ରୀନ୍ ଭୂମିକାରେ ବାବି ସାମୁଏଲ ସାହୁ, ମିସେସ୍ ଗ୍ରୀନ୍ ଭୂମିକାରେ ପାର୍ବତୀ ଘୋଷଙ୍କର ଅଭିନୟ ମଧ୍ୟ ଚମତ୍କାର ଥିଲା। ଅଖିଳମୋହନଙ୍କର ଦ୍ୱିତୀୟ ଭୌତିକ ଗଳ୍ପ ହେଉଛି ଶେଷ ଆବିଷ୍କାର। 1979 ସାଲରେ ତଦୀୟ ଦ୍ୱିତୀୟ ପ୍ରକାଶିତ ଗଳ୍ପ ସଂକଳନ ଓ ଅନ୍ଧଗଳିର ଏହା 9ମ ସଂଖ୍ୟକ ଗଳ୍ପ। ପୂର୍ବବର୍ତ୍ତୀ ଗଳ୍ପର ଘଟଣାସ୍ଥଳ ଯେମିତି ରେଳବାଇ ପରିବେଶରେ ସଂଘଟିତ ହୋଇଥିଲା, ସଂଶ୍ଳିଷ୍ଟ ଗଳ୍ପଟି ମଧ୍ୟ ତଦନୁରୂପ ହୋଇଅଛି। କିନ୍ତୁ ତଫାତ୍ ଏତିକି ଯେ ତାହା କଥକତା ଶୈଳୀ ଷ୍ଟୋରି ଟେଲିଂ ଷ୍ଟାଇଲରେ ରଚିତ ହୋଇଥିବା ସ୍ଥଳେ ଏହା ପ୍ରତ୍ୟକ୍ଷ ଘଟଣା ଉପରେ ଆଧାରିତ ହୋଇଛି। ସେଥିରେ ଜଣେ ପୁରୁଷ ଭୂତର ଚିତ୍ରଣ ରହିଥିବା ବେଳେ ଏଠାରେ ଘଟଣାର ମୁଖ୍ୟ ଆଶ୍ରୟ ନାରୀ ଭୂତୁଣୀ। ଆହୁରି ମଧ୍ୟ ସେଥିରେ କେବଳ ପ୍ରେମର ବର୍ଣ୍ଣନା ରହିଛି। ଏଥିରେ କିନ୍ତୁ ସଧବା ନାରୀର ପରପୁରୁଷ ସହିତ ଯୌନ ସମ୍ପର୍କଗତ ବିପରିଣାମର କାରୁଣ୍ୟ ଅଭିବ୍ୟଞ୍ଜିତ। ସେହି ଭୂତର ଅବସ୍ଥାନ ମଧ୍ୟ ପ୍ରଦେଶର ରାୟପୁର ଷ୍ଟେସନ ପରିସର ମଧ୍ୟସ୍ଥ ଏକ ଡିଷ୍ଟାନ୍ସ ସିଗ୍ନାଲ। କିନ୍ତୁ ଏ ଭୂତୁଣୀର ଘଟଣାସ୍ଥଳ ଭାରତର ଏକ ଛୋଟ ଗ୍ରାମ ଷ୍ଟେସନ, ଓଡ଼ିଶା ଅଞ୍ଚଳ ରାଜ୍ୟର ମଧୁପୁର, ଯାହାର ନାମ। ସେ ଭୂତକୁ ବର୍ଷର ସବୁଦିନ ଡରାଯାଇପାରେ, କିନ୍ତୁ ଶେଷ ଆବିଷ୍କାର ଗଳ୍ପର ଭୂତୁଣୀ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନ, ଯଥା ଡିସେମ୍ବର ମାସ 15 ତାରିଖ ରାତି ପ୍ରାୟ 1ଟା ଠାରୁ 2ଟା ଭିତରେ ଆବିଷ୍କାର କରାଯାଇପାରିବ। ଅନ୍ୟ କୌଣସି ଦିନ ନୁହେଁ, କେବଳ ଉକ୍ତ ନିର୍ଦ୍ଦିଷ୍ଟ ଦିନର ରାତିରେ, ଯେତେବେଳେ ମେଲ୍ ଟ୍ରେନ୍ର ଆସିବା ସମୟ, ତାହାର କିଛି ମିନିଟ୍ ପୂର୍ବରୁ ଯାହା କିଛି ତାହାର ଭୌତିକ କାର୍ଯ୍ୟକଳାପ। ରୁବିର ରୁବାୟାତ ଗଳ୍ପର ଭୂତ ଏକ ମୁଣ୍ଡ ନଥିବା କବନ୍ଧ, କିନ୍ତୁ ଏ ଭୂତୁଣୀ ସମ୍ପୂର୍ଣ୍ଣ 22-23 ବର୍ଷୀୟା ରୂପସୀ ଯୁବତୀ। ରୂପ ନେଇ ପ୍ରଥମେ ଆବିର୍ଭୂତା ହୋଇ ସାରିବା ପଶ୍ଚାତ୍ ନିଜର ଭୌତିକ ଅସମ୍ଭବ ପ୍ରକୃତ ବେପରୁଆ ମୂର୍ତ୍ତି ପ୍ରକାଶ କରିଥାଏ। ମିଷ୍ଟର ଗ୍ରୀନଙ୍କର ଭୌତିକ ବ୍ୟକ୍ତିତ୍ୱରେ କୌଣସି ପ୍ରତିଜ୍ଞା ପାଳନର ଅହମିକା ନାହିଁ, ବରଂ ଅଛି ଯଥେଷ୍ଟ ବିନମ୍ରତା। ପରନ୍ତୁ ଶେଷ ଆବିଷ୍କାରର ନାରୀ ଭୂତୁଣୀର ଭୌତିକ ବ୍ୟକ୍ତିତ୍ୱ ପ୍ରକାଶନ ଭିତରେ ଭୂତପ୍ରେତାତ୍ମାର ସର୍ବସମ୍ଭାବ୍ୟ ସମ୍ପନ୍ନ ଶକ୍ତିଶାଳୀ ଦାମ୍ଭିକ ବିକଟ ରୂପରେ ଅନୁଜ୍ଞା ବେମାନିନ ଭାବ ବ୍ୟକ୍ତ। ଏସବୁ ହେଉଛି ଗଳ୍ପ ଦୁଇଟିର ସାମଞ୍ଜସ୍ୟାତ୍ମକ ମୌଳିକ ପାର୍ଥକ୍ୟ। ମଧୁପୁର ଷ୍ଟେସନର ନୂଆ ଷ୍ଟେସନ ମାଷ୍ଟର ରୂପେ ମାତ୍ର 2 ମାସ ହେଲା ଶିବଶେଖର ସରକାର ଚାର୍ଜ ନେଇଛନ୍ତି। ଗଳ୍ପର ଏକତମ ଚରିତ୍ର ଏହି ରହଣି କାଳ ଭିତରେ କାଳର ଗତିରେ ଆସି ପହଞ୍ଚିଛି ପୁରୁଣା ସେହି ଡିସେମ୍ବର ମାସର 15 ତାରିଖ। ଅବଶ୍ୟ ଶିବଶେଖରଙ୍କର ଅଜ୍ଞାତ ଆଖିରେ ଏହା ଅଭିନବ। ଭୂତୁଣୀ ମାନବୀ ରୂପ ନେଇ ଆସି ଷ୍ଟେସନ ଗୃହର କବାଟରେ ଠକ୍ ଠକ୍ ଶବ୍ଦ କରିଛନ୍ତି। ଶିବଶେଖରଙ୍କର ବିଳମ୍ବିତ ରାତିର ଛାଇ ନିଦ ଭାଙ୍ଗିଯାଇଛି। ସେ କବାଟ ଖୋଲି ଦେଇଛନ୍ତି। ମହିଳା ଭିତରକୁ
ଭିତରକୁ ପଶି ଆସିଛନ୍ତି। ଭଦ୍ର ମହିଳା ଶିବଶେଖରଙ୍କ ଦୃଷ୍ଟିରେ ଶିକ୍ଷିତା ଏବଂ ଉଚ୍ଚ ମଧ୍ୟବିତ୍ତ ଘରର ସନ୍ତାନ ପରି ମନେ ହୋଇଛନ୍ତି। କିଛି କ୍ଷଣ ନୀରବତାରେ କଟିଯିବା ପରେ ମାନବୀ ରୂପୀ ଭୂତୁଣୀ ଶିବଶେଖରଙ୍କୁ ମେଲ୍ ଟ୍ରେନ୍ ରୋକିବାକୁ କାକୁତି କରିଛନ୍ତି। କିନ୍ତୁ ଶିବଶେଖର ଏହା ସମ୍ଭବ ନୁହେଁ ବୋଲି କହିବାରୁ ସେ ପୁନର୍ବାର ଅନୁନୟ ବିନୟ କରି କହିଛନ୍ତି, ସିଗ୍ନାଲର ନୀଳ ଆଲୋକଟାକୁ ଲାଲ କରିବା ତ ଆପଣଙ୍କ ହାତର କଥା। ତଥାପି ଶିବଶେଖର ନାସ୍ତିବାଣୀ ଶୁଣାଇଛନ୍ତି। ଟ୍ରେନ୍ ରୋକିବାର ଯାହା କୈଫିୟତ ଭଦ୍ରମହିଳା ଶିବଶେଖରଙ୍କୁ ଶୁଣାଇଛନ୍ତି, ତାହା ହେଉଛି ତାଙ୍କର ସ୍ୱାମୀ ନିଜ ସ୍ତ୍ରୀର ଅବୈଧ ସନ୍ତାନକୁ ପିତୃତ୍ୱ ଗୌରବ ପ୍ରଦାନର ଅମାନ୍ୟତାରେ ତାହାର ସ୍ତ୍ରୀର ଅଚେତ ଅବସ୍ଥାରେ ଜଣେ ଖ୍ରୀଷ୍ଟୀୟ ମିଶନାରୀ ହାତରେ ଅନାଥ ଆଶ୍ରମକୁ ସମର୍ପି ଦେଇ ଏହି ନିର୍ଦ୍ଦିଷ୍ଟ ଟ୍ରେନ୍ରେ ତାକୁ କୁଆଡ଼େ ପଠାଉଛି। ତେଣୁ ସେ ଯଦି ଟ୍ରେନ୍କୁ ନ ଧରି ପାରନ୍ତି ତାହେଲେ ଚିରଦିନ ଲାଗି ନିଜ ମାତୃତ୍ୱକୁ ହରାଇବେ। କିନ୍ତୁ ଗଳ୍ପଟିରେ ମହିଳା ନିଜର ଆତ୍ମପରିଚୟ ନ ଦେଇ ନିଜକୁ ବାନ୍ଧବୀ ବୋଲି କହିଛନ୍ତି। ଏଇଠି ଗଳ୍ପର ବାସ୍ତବ ସତ୍ୟ କାବ୍ୟିକ ସତ୍ୟରେ ପରିଣତ ହୋଇଯାଇଛି। ଶିବଶେଖରଙ୍କର ଗୋଳମାଳିଆ ଭାବନାରେ, ଅର୍ଥାତ୍ ମହିଳା ତାଙ୍କ ଶିଶୁକୁ ବିଳାସପୁର ଜଙ୍କସନ୍ର ଆଖପାଖରେ କେଉଁଠି ସମ୍ଭବତଃ ଜନ୍ମ ଦେଇଥିଲେ। ଗଳ୍ପର ମୂଳ ରହସ୍ୟ ଏଇଠି ଲୁଚିଯାଇଛି ଏବଂ ଭୂତର ଅଭୂତପୂର୍ବ ଚମତ୍କାରିତା ପ୍ରକାଶ ପାଇଛି। କାରଣ ଶିବଶେଖରଙ୍କର ଭାବନାରେ କାହିଁ ବିଳାସପୁର ଆଉ କାହିଁ ମଧୁପୁର, ଆଉ ତା ଛଡ଼ା ତାଙ୍କର ବାନ୍ଧବୀ ଯଦି ବିଳାସପୁର ପହଞ୍ଚି ପାରିଲେ ନାହିଁ, ତାହେଲେ ଏଇ ଭଦ୍ରମହିଳା ବା ମଧୁପୁର ପହଞ୍ଚିଲେ କେମିତି? ଶିବଶେଖରଙ୍କର ସମସ୍ତ ଭାବନା ଯେପରି ଗୋଟାଏ ଅଡ଼ୁଆ ସୂତାର ବଣ୍ଡଲ ପରି ଗଣ୍ଡଗୋଳ ହୋଇଯାଉଥାଏ। ଏପର୍ଯ୍ୟନ୍ତ ଶିବଶେଖର ତ ଆଉ ଜାଣିପାରି ନାହାନ୍ତି କି ମହିଳା ଜଣକ ଭୂତ ବୋଲି। ତେଣୁ ସେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଯୁବତୀ ବିବାହ କରି ନାରୀରେ ପରିଣତ ହୋଇ ମା ବନିବାରେ ଅତିମାତ୍ରିକ ଅଭିଳାଷିଣୀ। ସେଇଥିରେ ହିଁ ତା ମନୁଷ୍ୟ ଜୀବନର ପ୍ରାପ୍ତିରେ ସାର୍ଥକତା ନିହିତ। ମାତୃପ୍ରାପ୍ତିର ସନ୍ଧିକ୍ଷଣ ଅବସ୍ଥାରେ ଥାଇ ଦୁର୍ଘଟଣାବଶତଃ ମୃତ୍ୟୁବରଣ କରିବା ନାରୀ ଜାତିର ଏକତମ ଆଶା ଅଶାନ୍ତିର ବିଲକ୍ଷଣ। ତାର ଆତ୍ମା ସଦ୍ଗତି ପାଇପାରେ ନାହିଁ, ସୁତରାଂ ଭୂତୁଣୀ ହୋଇ ଲୋକ ଜଗତରେ ବିଚରଣ କରି ପୂର୍ବ ଆଶା ଅପ୍ରାପ୍ତିକୁ ପ୍ରାପ୍ତ କରିବାକୁ ଚାହେଁ। ଗଳ୍ପର ନାରୀ ଚରିତ୍ରଟିର ଭୂତ ବନିବାରେ ଏଇ ସୁନିର୍ଦ୍ଦିଷ୍ଟ ସଙ୍କଟଟି ରହିଛି। ଆଉ ସେ ସେଇ ଆଶା ନେଇକରି ହିଁ ଆତ୍ମହତ୍ୟାର ଶିକାର ହୋଇଛି। ନିଜର ଅନୁରୋଧ ଯେତେବେଳେ ଷ୍ଟେସନ ମାଷ୍ଟର କର୍ତ୍ତୃକ ସମ୍ପୂର୍ଣ୍ଣ ଆଶାଶୂନ୍ୟ ହୋଇ ପଡ଼ିଲା, ମାତୃତ୍ୱର ମୋହରେ ଅନ୍ଧୁଣୀ ଜନନୀ ନିଜର ସନ୍ତାନ ଯାଉଥିବା ମେଲ୍ ଟ୍ରେନ୍ରେ ଆତ୍ମହତ୍ୟା କରିଥିଲା। 10 ବର୍ଷ ତଳେ କ୍ଷୁଦ୍ର ମଧୁପୁର ଷ୍ଟେସନରେ ଘଟିଥିବା ଏହି ବାସ୍ତବ ଘଟଣା ଶେଷରେ ଭୌତିକତାର ଅଭିନୟରେ ପର୍ଯ୍ୟବସିତ ହୋଇ ଶିବଶେଖରଙ୍କ ଦ୍ୱାରା ଆବିଷ୍କୃତ ହୋଇଛି। ସେ ଜାଣିବାକୁ ପାଇଛନ୍ତି ଯେ ମଧୁପୁର ଷ୍ଟେସନରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ରାତିରେ ଏହିପରି ଗୋଟାଏ ଭୌତିକ କାଣ୍ଡ ଅନୁଷ୍ଠିତ ହୁଏ ଏବଂ ରହିବାକୁ ଚାହୁଁ ନଥିବା ମେଲ୍ ଟ୍ରେନ୍ଟିକୁ ବାଧ୍ୟତଃ ଛୋଟ ନନ୍‌ଷ୍ଟପ୍ ଷ୍ଟେସନ ମଧୁପୁରରେ ଅଧମିନିଟ୍ ପାଇଁ ଛିଡ଼ା ହେବାକୁ ପଡ଼ିଥାଏ, ଏକ ଭୂତୁଣୀର ବାଧ୍ୟବାଧକତାର ଖିଆଲି ମନର ତୁଷ୍ଟି ନିମନ୍ତେ। ମଣିଷ ମଲାପରେ ଯେତେବେଳେ ଭୂତରେ ପରିଣତ ହୁଏ, ସେ ବାସ୍ତବ ଜଗତର ମଣିଷଠାରୁ ଅଧିକ ଶକ୍ତିଶାଳୀ, ସର୍ବ ଅଭିଜ୍ଞ, ଜ୍ଞାନସମ୍ପନ୍ନ, ସର୍ବବିଦ୍ୟମାନ, ସମର୍ଥ, କିମ୍ଭୂତ କିମାକାର ଅସମ୍ଭବ ଅଲୌକିକତାର ବଶବର୍ତ୍ତୀ ହୋଇଯାଏ। ଏହା ହିଁ ହେଉଛି ଛୋଟ ଗ୍ରାମ୍ୟ ମଧୁପୁର ରେଳ ଷ୍ଟେସନର ଆକର୍ଷଣ। ପୁଣି ସବୁ ଷ୍ଟେସନ ମାଷ୍ଟରଙ୍କ ଭଳି ଶିବଶେଖର ସରକାରଙ୍କର ପକ୍ଷେ ଚାକିରିଜନିତ ଚରମ ଅନୁଭୂତିକ ଆବିଷ୍କାର। ବାସ୍ତବିକ ଗଳ୍ପଟି ମାର୍ମିକ, ଭୌତିକ ବିଷୟବସ୍ତୁ ଉପରେ କାହାଣୀଟି ଆଧାରିତ ହେଲେ ମଧ୍ୟ ପାଠକୀୟ ଆବେଦନ ସାଙ୍ଗକୁ ମାନବିକ ସମ୍ପ୍ରୀତିର ଉଦ୍ଘୋଷଣା କରିଥାଏ। କ୍ଷୁଦ୍ର ରେଳବାଇ ଷ୍ଟେସନର ରେଳ ଚଳାଚଳ ସମ୍ପର୍କୀୟ ବାତାବରଣର ବର୍ଣ୍ଣନା, ନାୟକ ଶିବଶେଖରଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ, ଭୂତୁଣୀର ଉଭା ଆଦିର ବର୍ଣ୍ଣନାରୁ ଗାଳ୍ପିକଙ୍କ ଭୌତିକ ରୂପାମ୍ଭରିକତାର ଗଭୀର ଅନ୍ତର୍ଦୃଷ୍ଟି, ଭାଷାର ନିରାଡ଼ମ୍ବରତା ସହିତ ପ୍ରେତଶୀଳ ମନନର ରୂପାୟନ ଅନୁଭବ, ଭାବୁକତାର ଉତ୍କଣ୍ଠିତ ଆଗ୍ରହିତ ନିଷ୍ପନ୍ନତାର ଅଙ୍କନ ବେଶ୍ ହୃଦ୍ୟ, ପ୍ରଶଂସନୀୟ। ଚରିତ୍ର ସବୁ ଟାଇପ୍ ଶ୍ରେଣୀୟ। ଗଳ୍ପର ମଧ୍ୟଭାଗରେ ବର୍ଣ୍ଣନା କିଞ୍ଚିତ୍ ଅସ୍ପଷ୍ଟ। ଗଳ୍ପ ପରିବେଷଣ ସମୟରେ ଗାଳ୍ପିକ ଆବେଗ ସମନ୍ୱିତ ନ ହୋଇ ବରଂ ସଚେତ ଦୀକ୍ଷିତ ଭଳି ମନେହୁଏ। ଗାଳ୍ପିକଙ୍କର ତୃତୀୟ ଭୌତିକ ଗଳ୍ପ ଚନ୍ଦ୍ରର ଅଭିଶାପ। ଏହି ଗଳ୍ପର ବିଷୟବସ୍ତୁ ମଧ୍ୟ ପ୍ରେମଭିତ୍ତିକ। ଏହି ଗଳ୍ପଟିରେ ପୂର୍ବବର୍ତ୍ତୀ ଦୁଇଟି ଗଳ୍ପ ଭଳି ନା ଅଛି ବାସ୍ତବ ବର୍ଣ୍ଣନା, ନା ଅଛି
ପ୍ରତ୍ୟକ୍ଷ ଘଟଣା, ବରଂ ଅଛି ଚରିତ୍ରର ଏକ ଅବଚେତନଗତ ଭାବନାର ବିଶ୍ଳେଷଣ। ପୁଣି ଏଥିରେ ମେଡ଼ିକାଲ ସାଇନ୍ସର ସୋମ୍ନାମ୍ବୁଲିଜିମ୍ ଏବଂ ଭୋଜବିଦ୍ୟାର ହିପ୍ନୋଟାଇଜିମ୍ର ପ୍ରୟୋଗାତ୍ମକ ଚିନ୍ତନ। ଗଳ୍ପର ବର୍ଣ୍ଣନା ଶୈଳୀରେ ଅପ୍ରାକୃତିକତାର ଯଥେଷ୍ଟ ସ୍ପର୍ଶ ରହିଛି। ଭାଷା ସ୍ୱାଭାବିକ ନ ହୋଇ ହୋଇଛି ବୌଦ୍ଧିକ। ସରୋଜ ଯେତେବେଳେ ସହରର ନିକାଞ୍ଚନ ସ୍ଥଳରେ ଥିବା କେନାଲ ସନ୍ନିକଟର ସେହି ଜରାଜୀର୍ଣ୍ଣ ପଥର ଚଉରା ଏବଂ ଗାଧୁଆ ତୁଠର ବାଲୁକାମୟ ସ୍ଥାନ ବାଟ ଦେଇ ତା ସହିତ ତା ସ୍ତ୍ରୀକୁ ନେଇକି ଗାଡ଼ିରେ ଯାଇଛି, ହଠାତ୍ ଗାଡ଼ି ରଖି ସ୍ତ୍ରୀକୁ ଅପେକ୍ଷା କରିବାକୁ କହି ବିଗତ 10 ବର୍ଷ ତଳର ହଜିଲା କରୁଣ ସ୍ମୃତିକୁ ରୋମନ୍ଥନ କରିବା ଭିତରେ ହିଁ କାହାଣୀଟି ବର୍ଣ୍ଣିତ। ସେଠି ସେ ତାର କଲେଜ ଜୀବନର ସହପାଠୀ ଏବଂ ରୁମ୍ମେଟ୍ ସୀମାଦ୍ରିର ପ୍ରେତକୁ ଉଭା ହୋଇଥିବାର ଦେଖି ଦୁଃଖ ପ୍ରକାଶ କରିଛି। ସେ ଦୁଃଖ କାହିଁକି ଏବଂ ସୀମାଦ୍ରିର ସେଠାରେ ଭୂତ ହୋଇ ବୁଲିବାର ତାତ୍ପର୍ଯ୍ୟର ଉତ୍ତର ବା ସମସ୍ତ ଗୋପନୀୟତାର ଉଦ୍ଘାଟନ ହେଉଛି ଗଳ୍ପର କଥାବସ୍ତୁ। ବସ୍ତୁତଃ ଦୁଇଜଣ ସାଙ୍ଗଙ୍କର ଅତୀତ ଜୀବନର ଚିତ୍ର ଗଳ୍ପଟିରେ ଗୁମ୍ଫିତ ଜଡ଼ିତ। ସୀମାଦ୍ରି ରୋମାଣ୍ଟିକ ସ୍ୱଭାବ ସମ୍ପନ୍ନ ଜଣେ ଭାବୁକ ଆର୍ଟିଷ୍ଟ, ସେଣ୍ଟିମେଣ୍ଟାଲ ଥଟ୍ସର ଲୋକ। ତାହାର ମଟ କୁହେ, ଜୀବନଟାକୁ ବଞ୍ଚିବା ହିଁ ସବୁଠାରୁ ବଡ଼ ଆର୍ଟ। ଆଉ ଯେ ଜୀବନଟାକୁ ପ୍ରତିଦିନ ନିତ୍ୟ ନୂତନ କରି ବଞ୍ଚିପାରିଲା ତାଠାରୁ ବଡ଼ ଆର୍ଟିଷ୍ଟ ଜଗତରେ ଆଉ କେହି ନାହିଁ। କିନ୍ତୁ ସରୋଜ ପୁରାପୁରି ସିନିକ୍। ଦୁନିଆରେ ଯେ କିଛି ଗୋଟାଏ ହବ ବା ମଣିଷ ଜୀବନ ନେଇ ଯେ ପ୍ରକୃତରେ କିଛି ଗୋଟାଏ ଲାଭଜନକ ଜିନିଷ କରାଯାଇ ପାରିବ ଏକଥା ସେ ଆଦୌ ବିଶ୍ୱାସ କରେ ନାହିଁ। ସେ ଯଥାର୍ଥରେ ସୀମାଦ୍ରିର କାଉଣ୍ଟର ପାର୍ଟ ବା ବିରୋଧ ପକ୍ଷ। ଆଉ ସେଥିପାଇଁ ବୋଧହୁଏ ସେମାନେ ପରସ୍ପର ଏତେ ନିକଟକୁ ଆସିପାରିଥିଲେ। ତେବେ ଏହି ସଙ୍ଗସଖ୍ୟ ରହିବା ଭିତରେ ରୋମାଣ୍ଟିକ ସୀମାଦ୍ରି ଚନ୍ଦ୍ର ରଜନୀରେ ରୋମାଞ୍ଚ ଓ ରହସ୍ୟମୟ ପରିବେଶରେ ଅବସ୍ଥାପିତ କେନାଲ କୂଳର ସେହି ସ୍ଥାନଟିକୁ ତାଙ୍କ ଆଳାପର ସ୍ଥଳ ରୂପେ ବାଛି ନେଇ ସିନିକ୍ ସରୋଜ ସହିତ ଅନେକ ଉଦ୍ଭଟ କଳ୍ପନା କରିଛି। କେତେବେଳେ ତା ଦୃଷ୍ଟିରେ କେନାଲର ଚଉରା ହୋଇଛି ଏକ ରୂପବତୀ ପଲ୍ଲୀ ଷୋଡ଼ଶୀ ତରୁଣୀ, କେତେବେଳେ ହୋଇଛି ଡାକପିଅନ। ଏସବୁରି ମୂଳରେ ରହିଛି ସହପାଠିନୀ ରୀତା ପ୍ରତି ତା ମନର ଅବ୍ୟକ୍ତ ପ୍ରେମ ଭାବ। ଚିଠି ଦ୍ୱାରା ସେ ରୀତା ସହିତ ସଖ୍ୟତା ସ୍ଥାପନ କରିବାକୁ ଚାହିଁଥିଲେ ମଧ୍ୟ ସଫଳ ହୋଇ ନ ପାରି ଏକଦା ପୁନଶ୍ଚ ଏକ ଚନ୍ଦ୍ର ଉଦିତ ମୁହୂର୍ତ୍ତରେ ଅଦୃଷ୍ଟର ସମ୍ମୋହନ ଇଙ୍ଗିତରେ ଏକାକୀ ରୀତାର ହଷ୍ଟେଲ ଛାତରୁ ଖସିପଡ଼ି ମୃତ୍ୟୁବରଣ କରିଛି ଏବଂ ତାହାର ଅତୃପ୍ତ ଆତ୍ମାର ଶେଷ ଆଶ୍ରୟସ୍ଥଳ ହୋଇଛି ପୂର୍ବୋକ୍ତ ଚଉରା। ସୀମାଦ୍ରି ଚରିତ୍ରରେ ଲେଖକ ଉଭୟ ସୋମ୍ନାମ୍ବୁଲିଜିମ୍ ଏବଂ ଯାଦୁବିଦ୍ୟାର ଇନ୍ଦ୍ରଜାଲ ସମ୍ମୋହନ ଶକ୍ତି ବା ହିପ୍ନୋଟାଇଜିମ୍ର ଆରୋପ କରିଛନ୍ତି। କାହିଁକିନା ସରୋଜର ବିନା ଉପସ୍ଥିତିରେ ମଧ୍ୟ ସେ ଏକାକୀ ଗଭୀର ରାତିରେ ନିଦ୍ରିତ ଅବସ୍ଥାରେ ନିଜ ଅଜାଣତରେ କେନାଲ କୂଳରେ ଶୋଇଥିବାର ଉଲ୍ଲେଖ ଲେଖକ ସୀମାଦ୍ରିର ନିଜସ୍ୱ ମୁଖରେ ହିଁ ଶୁଣାଇଛନ୍ତି କି ଏହା ହେଉଛି ଡାକ୍ତରୀ ବିଦ୍ୟାର ସେହି ତତ୍ତ୍ୱ ତାହାର ସାଙ୍ଗ ସରୋଜକୁ। ଚକିତ ସରୋଜ କହିଛି, ତୁ ତାହେଲେ କ'ଣ କହିବାକୁ ଚାହୁଁ, ହଷ୍ଟେଲରୁ କେନାଲ କୂଳ ପର୍ଯ୍ୟନ୍ତ ଏଇ ଅଧ ମାଇଲ ରାସ୍ତା ତୁ ଚାଲି ଆସିଛୁ ତୋର ଅଜ୍ଞାତରେ, ସମ୍ପୂର୍ଣ୍ଣ ନିଦ୍ରିତ ଅବସ୍ଥାରେ? ଆଉ ଥରେ ବି ସୀମାଦ୍ରି ନିଦ୍ରିତ ଅବସ୍ଥାରେ ଷ୍ଟେୟାରକେସ୍ରୁ ଖସି ପଡ଼ିଥିଲା। କାଳେ ସରୋଜ ଡରିବ, ଅନକ୍ୟାନିଂ ଫିଲିଂ କରିବ ବୋଲି ସେ ତାକୁ ତାର ଏଇ ରୋଗଟି ସମ୍ପର୍କରେ କିଛି କହି ନଥିଲା। ପୁଣି ସେ ଦୁହେଁ ଥିଲେ ଏକା କୋଠରୀ ସାଥୀ। ସୀମାଦ୍ରି ରୋମାଣ୍ଟିସିଜିମ୍ ପ୍ରତି କାହିଁକି ଆଗ୍ରହୀ ତାହାର କାରଣ ଦର୍ଶାଇ ଲେଖକ କହିଛନ୍ତି, ପ୍ରାଚୀନ ଆର୍ଯ୍ୟମାନେ ଜଡ଼ ଭିତରେ ଯେଉଁ ଜୀବନ ଆବିଷ୍କାର କରିଥିଲେ ତା ହୁଏତ ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ। ତାର ସୀମାଦ୍ରିର ସମଗ୍ର ଶୈଶବକୁ ଘୋଡ଼ାଇ ରଖିଛି, ଆଚ୍ଛନ୍ନ କରି ରଖିଛି ଏହି ଧରଣର ଅସଂଖ୍ୟ କିମ୍ବଦନ୍ତୀ ଆଉ କାହାଣୀ। ନିଜର ସ୍ଥୂଳ ଶରୀରକୁ ପରିତ୍ୟାଗ କରି ଅନ୍ୟ ଏକ ଜଡ଼ପିଣ୍ଡରେ ଜୀବନ ସଞ୍ଚାର କରିବାର ଅନେକ ରୋମାଞ୍ଚକର କାହାଣୀ ସୀମାଦ୍ରି ଶୁଣିଥିଲା। ସେଗୁଡ଼ା କ'ଣ ସବୁ କେବଳ ମିଛ କଳ୍ପନା? ବସ୍ତୁତଃ ଏହି ଦର୍ଶନ ଉପରେ ଗଳ୍ପଟି ରଚିତ ଏବଂ ତାହାର ପ୍ରୟୋଗ ସୀମାଦ୍ରି ଚରିତ୍ର ମଧ୍ୟରେ ଏବଂ ତାର ମୃତ୍ୟୁର ଆଘାତରେ ଜୀର୍ଣ୍ଣ ଚଉରା ଭଗ୍ନ ପତିତ ସୂଚନା ଭିତରେ ନିର୍ଭୁଲ ସାକ୍ଷ୍ୟ ରହିଛି। ଗଳ୍ପ ପରିବେଷଣ ଉଦ୍ଭଟ। ସମାଲୋଚକ ସୁରେନ୍ଦ୍ର ମହାନ୍ତି ଏହି ଗଳ୍ପ ସମ୍ପର୍କରେ ମନ୍ତବ୍ୟ ଦିଅନ୍ତି କି ଗଳ୍ପଟି ନିଛକ କଳ୍ପଧର୍ମୀ, ପାଠକର ଚିତ୍ତରେ ବିସ୍ମୟ ସୃଷ୍ଟି ପାଇଁ ଇଲ୍ୟୁଜନ୍ ବା ବିଭ୍ରମର ପ୍ରୟୋଗ ରହିଛି, ଯଦ୍ୱାରା କି ପାଠକ ମନରେ କିଛି କ୍ଷଣ ପାଇଁ ଏହିପରି ଗଳ୍ପ ସବୁ ଯେ ଉତ୍କଣ୍ଠା ଆଲୋଡ଼ନ ସୃଷ୍ଟି କରିଥାଏ ସନ୍ଦେହ ନାହିଁ। ଗଳ୍ପଟିର ବାସ୍ତବ ସତ୍ତା ନଥିବାର ଦେଖି ସୁରେନ୍ଦ୍ର ଏହାକୁ ନିଛକ ଗଳ୍ପଧର୍ମୀ ଆକ୍ଷେପ କରିବା ଯଥାର୍ଥ। କିନ୍ତୁ ଗଳ୍ପ ରଚନାର ପୃଷ୍ଠଭୂମିରେ ଗାଳ୍ପିକ ଜୀବନର ଏକ ବ୍ୟକ୍ତିଗତ ଅନୁଭୂତିର ସ୍ପର୍ଶ ରହିଥିବାର
ଯୁକ୍ତି ଦେଇ ମହାପାତ୍ର ନୀଳମଣି ସାହୁ କହନ୍ତି, ଆଉ ଥରେ ରେଭେନ୍ସା କଲେଜ ପାଖ ତାଳଦଣ୍ଡା କେନାଲ କୂଳରେ ଜହ୍ନ ରାତିରେ ଗୋଟିଏ ଚଉରାକୁ ଦେଖି ତାକୁ ଗୋଟିଏ ସୁନ୍ଦରୀ ପଲ୍ଲୀବଧୂ ଭାବି ଦେଖି ଲାଗିଲୁ ଓ ଅପରୂପ ଅନୁଭୂତି ପାଇଲୁ। ସେ ତାକୁ ଗୋଟିଏ ଗଳ୍ପରେ ଲେଖିଛନ୍ତି। ମହାପାତ୍ର ନୀଳମଣି ସାହୁ ଥିଲେ ଅଖିଳ ମୋହନ ପଟ୍ଟନାୟକଙ୍କର ସହପାଠୀ। ନୀଳମଣିଙ୍କର ଏହି ଉକ୍ତିରୁ ସୂଚିତ ହୁଏ କି ସ୍ୱପ୍ନାବିଷ୍ଟ ଗାଳ୍ପିକ ଅଖିଳ ମୋହନ ବସ୍ତୁତଃ ସୀମାଦ୍ରି ଚରିତ୍ର ଭିତରେ ଆତ୍ମଗୋପନ କରି ମହାପାତ୍ର ସାହୁଙ୍କୁ ସରୋଜ ଚରିତ୍ର ରୂପେ କାଉଣ୍ଟର ପାର୍ଟ ଗଢ଼ି ବାସ୍ତବବାଦିତାର ଆରୋପ ମଧ୍ୟରେ ଉଦ୍ଭଟ ଅହେତୁକ ଭାବନାର ମୂଲ୍ୟହୀନତାକୁ ମାତ୍ର ଦର୍ଶାଇଛନ୍ତି ସୀମାଦ୍ରି ଚରିତ୍ରକୁ ମୃତ୍ୟୁଦଣ୍ଡ ଦେଇ। ଅଧ୍ୟାପକ କାର୍ତ୍ତିକେଶ୍ୱର ସାହୁ ଚନ୍ଦ୍ରର ଅଭିଶାପ ଗଳ୍ପ ପଢ଼ି ଯେଉଁ ମତବ୍ୟକ୍ତ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ତାଙ୍କ ଯୁକ୍ତି ହେଲା, ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହୋଇ ଜୀବନର ସ୍ୱପ୍ନମୟ ଦିଗ ପ୍ରତି ଯେଉଁ ଅବିଚାର କରାଯାଏ ତାହାର ଏକ କାବ୍ୟିକ ଆଭାସ ଚନ୍ଦ୍ରର ଅଭିଶାପ ଗଳ୍ପରେ ଲକ୍ଷ୍ୟ କରାଯାଇପାରେ। ସୀମାଦ୍ରି ଚରିତ୍ର ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ତ ଆଦୌ ହୋଇନାହିଁ। ପ୍ରଥମରୁ ସେ ସ୍ୱପ୍ନମୟ ଆବେଗପ୍ରବଣ ଗଳ୍ପ ଆରମ୍ଭରୁ ହିଁ ଗାଳ୍ପିକ ଏହାର ସୂଚନା ଦେଇଛନ୍ତି। ସ୍ୱପ୍ନ ଓ ଆବେଗ କଦାଚନ ବାସ୍ତବତାର ଗଣ୍ୟ ନୁହେଁ। ପ୍ରେମ ରଚନା ହେଉଛି ଏକ ଆବେଗ ସମନ୍ୱିତ ପ୍ରସଙ୍ଗ। ପ୍ରେମିକ ପ୍ରେମିକା ପ୍ରେମ କରିବା ସମୟରେ ପରିସ୍ଥିତି ସଚେତନ ହେବା ଅପରିହାର୍ଯ୍ୟ। ତେଣୁ ତାର ଜୀବନର ସ୍ୱପ୍ନମୟ ଦିଗ ପ୍ରତି ଅବିଚାର କରାଯିବାର ପ୍ରଶ୍ନ ଉଠୁଛି କେଉଁଠି? ପୁଣି ଯଦି ସ୍ୱପ୍ନମୟ ଦିଗର ନିଷ୍ଠୁର ବାସ୍ତବତା ସହିତ ସମ୍ମୁଖୀନର ଔଚିତ୍ୟ କିଛି ଥାଏ, ତାହେଲେ ଅଖିଳ ମୋହନ ନିଶ୍ଚୟ ତାହାକୁ ପ୍ରତିଷ୍ଠିତ କରିବାର ପ୍ରଯତ୍ନ କରିଥାନ୍ତେ। ସେ କଦାପି ସୀମାଦ୍ରିର ମୃତ୍ୟୁ ଘଟାଇ ନଥାନ୍ତେ କି ଗଳ୍ପର ନାମ ଚନ୍ଦ୍ରର ଅଭିଶାପ ରଖିନଥାନ୍ତେ। ଚନ୍ଦ୍ର ଏଠି ଏକ ରୂପକ ବ୍ୟକ୍ତିତ୍ୱରେ ପରିଣତ ହୋଇଛି, କାରଣ ବ୍ୟକ୍ତି ହିଁ ଅଭିଶାପ ଦିଏ। ଚନ୍ଦ୍ର ଗୋଟିଏ ପ୍ରାକୃତିକ ବସ୍ତୁ, ସେ ଅଭିଶାପ ଦେବ କେମିତି? ତେଣୁ ଚନ୍ଦ୍ର ନାମରେ ମଧ୍ୟ ବ୍ୟକ୍ତି ସଂସାରରେ ଅଛନ୍ତି। ଚତୁର୍ଥ ଭୌତିକ ଗଳ୍ପ ଶେଷ ଚୈତ୍ରର ସମ୍ବାଦ। ଦୀନ ଦୁର୍ବଳ ରତିକାନ୍ତ ଧନୀ କନ୍ୟା ସୁମିତ୍ରାକୁ ଭଲ ପାଇବା ଏବଂ ଉଭୟଙ୍କର ଆର୍ଥିକ ଅବସ୍ଥା ଜନିତ ବୈଷମ୍ୟ ସେମାନଙ୍କର ବିବାହ କ୍ଷେତ୍ରରେ ପ୍ରତିବନ୍ଧକ ଆଣିଥିଲା। ବାପାଙ୍କର ଅବାଧ୍ୟ ହୋଇ ସୁମିତ୍ରା ରତିକାନ୍ତଙ୍କୁ ବିବାହ କରିବାକୁ ସାହସ କରିନଥିଲେ ମଧ୍ୟ ଅନ୍ୟ ପୁରୁଷଠାରେ ତାର ବିବାହ ଜୀବନ ବିଷାକ୍ତ ହୋଇ ଉଠିଛି। ସେ ଅପମୃତ୍ୟୁର ଶିକାର ହୋଇଛି, କିନ୍ତୁ ତାର ପ୍ରେତ ଆତ୍ମା ପ୍ରଣୟର ସେହି ନିର୍ବୋଧ ଖିଆଲକୁ ସ୍ମରଣ ରଖି ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ଉପଗତ ହୋଇଛି ଏବଂ ସ୍ନାୟବିକ ଉନ୍ମାଦନାଗ୍ରସ୍ତ ରତିକାନ୍ତ ରୋମାନ୍ସର ବଶ ହୋଇ ନିଆଁରେ ପତଙ୍ଗବତ୍ ଝାସ ଦେଇ ତଦୀୟ ଜୀବନର ଶେଷ ଚୈତ୍ରର ସମ୍ବାଦଦାତା ବନିବାକୁ ଅନିବାର୍ଯ୍ୟ ବାଧ୍ୟ ହୋଇଛନ୍ତି। ପାହାଡ଼ ତଳର ଘାଟିରେ ନିଜକୁ ଢିଆଇ 20 ବର୍ଷ ପୂର୍ବର ଏକ ନିରର୍ଥକ ଖିଆଲ ଗଳ୍ପନାୟକ ରତିକାନ୍ତଙ୍କର ଜୀବନରେ ଆଣିଛି ଆକସ୍ମିକ ପରିସମାପ୍ତି। ଚୈତ୍ର ଋତୁରେ ଯେପରି ଗଛ ପତ୍ର ଝଡ଼ା ଦିଏ, ରତିକାନ୍ତଙ୍କ ଜୀବନ ବୃକ୍ଷରୁ ମୃତ୍ୟୁରୂପକ ପତ୍ର ପ୍ରେତିନୀ ସୁମିତ୍ରାର ଆବିର୍ଭାବର ନିଶ୍ଚୟତା ଦେଖି ସହସା ଝଡ଼ିଯାଇଛି। ଗଳ୍ପ ଉପସ୍ଥାପନ ସ୍ମୃତିଚାରଣ ଏବଂ ଆଂଶିକ ଘଟଣା ସଂଗଠନ ରୀତିରେ ପରିକଳ୍ପିତ। ପଞ୍ଚମ ଭୌତିକ ଗଳ୍ପ ଲ୍ୟାମ୍ପପୋଷ୍ଟର ଇତିକଥା। ଏକ ବତିଖୁଣ୍ଟ ହୋଇଛି ଯଶୋଦା ଜୀବନ ଓ ପ୍ରତିମା ପ୍ରେମିକ ପ୍ରେମିକା ଦୁହିଁଙ୍କର ପ୍ରଣୟ ରଚନାର ସଂକେତ ସ୍ଥଳ। ବତିଖୁଣ୍ଟର ଏହା ହିଁ କଥାବ୍ୟାଖ୍ୟାନ ମଧ୍ୟରେ ଗାଳ୍ପିକ ପ୍ରେମର ଅବମୂଲ୍ୟାୟିତ ବିଭଙ୍ଗ ଚିତ୍ର ଓ ରୋମନ୍ଥିତ ଭାବ ବ୍ୟକ୍ତ କରିଛନ୍ତି। ଦିନେ ଶୀତ ରାତିରେ ଯଶୋଦା ଜୀବନ ବଜାର ବୁଲିବାକୁ ଯାଇ ଗୋଟିଏ ଲ୍ୟାମ୍ପ ପୋଷ୍ଟ ବା ବତିଖୁଣ୍ଟକୁ ଆଉଜି ରହି ଭାବାବିଷ୍ଟ ହୋଇଛନ୍ତି। ଏକଦା ଉକ୍ତ ବତିଖୁଣ୍ଟ ତଳେ 7 ବର୍ଷ ପୂର୍ବେ ଏହିପରି ଏକ ଶୀତ ସକାଳରେ ଦୈବାତ୍ ସେକେଣ୍ଡ କ୍ଲାସ ଟ୍ରେନ କମ୍ପାର୍ଟମେଣ୍ଟ ଭିତରେ ପାଇଥିବା ନିଜର ପ୍ରଣୟିନୀ ପ୍ରତିମାକୁ ଭଲ ପାଇଥିଲେ। ଆଜି ପ୍ରତିମା ମୃତ। ପ୍ରତିମାକୁ ମନେ କରି ନିଜର ବିଗତ ପ୍ରଣୟ ମୁହୂର୍ତ୍ତ ସବୁକୁ ଭାବୁଥିବା ବେଳେ ହଠାତ୍ ପ୍ରତିମାର ପ୍ରେତ ଲ୍ୟାମ୍ପ ପୋଷ୍ଟରେ ଉଭା ହୋଇଛି। ଯଶୋଦା ଜୀବନକୁ ସେ ନିଜର ମୃତ୍ୟୁର କାରଣର ଅଭିଯୁକ୍ତ କରିଛି। ସେ ଶାପ ଦେଇଛି କି ଯଶୋଦା ଜୀବନ ବି ନିର୍ଜୀବ ସ୍ଥାବର ହୋଇଯାଉ, ଠିକ୍ ଏହି ଲ୍ୟାମ୍ପ ପୋଷ୍ଟ ଭଳି, ଅର୍ଥାତ୍ ତାରି ଭଳି। ନାୟକ ମନେ କରିଛନ୍ତି ସତେ ଯେପରି ପ୍ରତିମା ବତିଖୁଣ୍ଟ ପଛ ଆଡ଼ୁ 2 ବାହୁ ବେଷ୍ଟନ କରି ତାଙ୍କୁ ବତିଖୁଣ୍ଟରେ ଜଡ଼ାଇ ରଖି ଚାପି ଦେଉଛନ୍ତି। ସକାଳେ ଟ୍ରାଫିକ ପୋଲିସର ଡାକରେ ତନ୍ଦ୍ରା ଭାଙ୍ଗି ଯଶୋଦା ଘରମୁହାଁ ଯାଇଛନ୍ତି।
ଗଳ୍ପଟିର ଏଭଳି ଆଚରଣ ପର୍ଯ୍ୟାଲୋଚନା କଲେ ଏହା ଭୌତିକ ଉନ୍ନୟନବତ୍ ମନେ ହୁଏନା। ଅବଶ୍ୟ ଗଳ୍ପର ଶରୀରରେ କେତେକଠି ଭୌତିକବାଦର କ୍ଷତଚିହ୍ନ ରହିଥିଲେ ହେଁ ସେସବୁ ନାୟକଙ୍କ ଅବଚେତନଗତ ଭାବନାରେ ପୂର୍ତ୍ତି ଲଭି ଶୁଷ୍କ ଆସ୍ତରଣର କଳପାରେ ଘୋଡ଼ି ହୋଇଯିବାକୁ ଚେଷ୍ଟା କରିଛି ମାତ୍ର। ତଥାପି ଏହାକୁ ଭୌତିକବାଦ ଏବଂ ଚାରିତ୍ରିକ ଅମୀମାଂସତାଗତ ବିଭାବନା ମଧ୍ୟରେ ରଖାଯାଇପାରେ। ଜଡ଼ ଦେହରେ ସଞ୍ଜୀବନୀ ଆରୋପର ଯେଉଁ ପ୍ରାକ୍ତନ ବୈଦିକ ଯୋଗୀ ଋଷିୟ ପାରମ୍ପରିକ ବିଶ୍ୱାସ, ତାହାରି ଭିତ୍ତିଭୂମି ଉପରେ ଯେମିତି ଚନ୍ଦ୍ରର ଅଭିଶାପ ଗଳ୍ପ ଭଳି ଏହି ଗଳ୍ପ ମଧ୍ୟ ଲେଖକୀୟ କଳ୍ପବୋଧ ବୌଦ୍ଧିକ ମାନସର ସ୍ମାରକୀ, ଏହାଛଡ଼ା ଅନ୍ୟ କିଛି ନୁହେଁ। ଏହାକୁ ମଧ୍ୟ ସମୀକ୍ଷକ ସୁରେନ୍ଦ୍ର ମହାନ୍ତି ନିଛକ ଗଳ୍ପଧର୍ମୀ ଏବଂ ପାଠକୀୟ ବିଭ୍ରମ ବୋଲି ଆକ୍ଷେପ କରିଛନ୍ତି। ଏପର୍ଯ୍ୟନ୍ତ ଆଲୋଚିତ ଗଳ୍ପଗୁଡ଼ିକରେ ପ୍ରେମ ପାଇଁ ଭୌତିକ ରୂପଦାନ ସମ୍ପର୍କୀୟ କଥା ଚର୍ଚ୍ଚା କରାଗଲା, କିନ୍ତୁ ପ୍ଲାଞ୍ଚେଟ୍ ଓ ପରଲୋକ ଗଳ୍ପର ମୂଳ ଦର୍ଶନ ହେଉଛି ପରଲୋକରେ ଆତ୍ମାର ଅବସ୍ଥିତିକୁ ପ୍ଲାଞ୍ଚେଟ୍ ନାମକ ଅଦ୍ଭୁତ ଯନ୍ତ୍ର ସାହାଯ୍ୟରେ ଜାଣିବା ଏବଂ ପ୍ରେତଲୋକର ଆତ୍ମାଠାରୁ ନିଜ ସାଂସାରିକ ସଙ୍କଟ ସମାଧାନର ସୂତ୍ର ପାଇବା। ପରୋକ୍ଷରେ ଏହି ଗଳ୍ପ ତାନ୍ତ୍ରିକମାନଙ୍କର ତନ୍ତ୍ର ସାଧନା ପ୍ରତି ସମର୍ଥନ ଯୋଗାଏ। ଗୁଣିଆମାନଙ୍କର ଗୁଣିଗାରେଡ଼ି ବିଦ୍ୟା ସାଧନା ଆୟତ୍ତ କରିବାରେ ଭୂତପ୍ରେତକୁ ବଶୀକରଣ ଏଠି ପ୍ଲାଞ୍ଚେଟ୍ ଯନ୍ତ୍ରର ଶୃଙ୍ଖଳିତ ବ୍ୟଞ୍ଜନା ସହିତ ସମାନ। ପ୍ଲାଞ୍ଚେଟ୍ର ସଂଜ୍ଞା ଦେବାକୁ ଯାଇ ଗାଳ୍ପିକ ଚରିତ୍ର ଜରିଆରେ କହିଛନ୍ତି, ତିନିଟା ଗୋଡ଼ ଥିବା ଗୋଟିଏ ଗୋଲ ଟେବୁଲ ଏବଂ ତା ଚାରିପଟେ ଆମେ ବସି ରହିଲୁ 5 ଜଣ ହାତକୁ ହାତ ଛୁଆଁଇ। ଜଣେ ନିର୍ଦ୍ଦିଷ୍ଟ ପରଲୋକଗତ ବ୍ୟକ୍ତି ସମ୍ପର୍କରେ ଆମେ ମନୋଯୋଗ ଦେଇ ଭାବିବାକୁ ଆରମ୍ଭ କଲୁ ଓ ଆଶ୍ଚର୍ଯ୍ୟ ଯେ କିଛି ସମୟ ପରେ ସ୍ଥାବର ଟେବୁଲଟା ହଠାତ୍ ଉପରକୁ ଉଠିବାର ଚେଷ୍ଟାରେ ଆମମାନଙ୍କୁ ଅସ୍ଥିର କରିଦେଲା। ଆମର ମନେହେଲା ଯେପରି ଟେବୁଲଟା ଶୂନ୍ୟରେ ଭାସୁଛି। ଏହି ଗଳ୍ପରେ ଯେଉଁ ଚରିତ୍ରଟି ଏବଂବିଧ ପ୍ରସଙ୍ଗ ଅନ୍ୟାନ୍ୟ ଶ୍ରୋତାମାନଙ୍କୁ ଅବଗତୁଥିଲେ, ସେ ନିଜେ ମଧ୍ୟ ପ୍ରେତାତ୍ମାର ଅନୁଭବକୁ ଅଙ୍ଗେ ନିଭାଇ ନାହାନ୍ତି। ଅନ୍ୟଠାରୁ ଶୁଣା କଥାକୁ ସେମାନଙ୍କୁ ଶୁଣାଇଛନ୍ତି କେବଳ। ଗଳ୍ପଟିର ମୂଳ ଉତ୍ସ ହେଉଛି ଜୀବନ ଧରାପୃଷ୍ଠରେ ପୁନର୍ଜନ୍ମ ତତ୍ତ୍ୱ ବ୍ୟାପାର ଜିଜ୍ଞାସା। ଗଳ୍ପର ଉପସଂହାର ପରୋକ୍ଷ ସୂଚନା ଦିଏ ଯେ ଗାଳ୍ପିକ ପୁନର୍ଜନ୍ମରେ ଅନଭିଳାଷୀ। ସେ ନା ଦେହ କିମ୍ବା ଆତ୍ମା କାହିଁକୁ ଧରାରେ ପୁଣି ଜନ୍ମ ପାଇବାର ବିଶ୍ୱାସ ସମର୍ଥନ କରନ୍ତି ନାହିଁ। କାହାଣୀ ବୋଲୁଥିବା ଶଶଧର ବାବୁ ଥରେ ଭଦ୍ରକ ସବ୍‌ଡିଭିଜନର ଗୋଟାଏ ମଫସଲରେ ଆଇବିରେ କ୍ୟାମ୍ପ ପକାଇ ଥାଆନ୍ତି। ଘଣ୍ଟାରେ ରାତି 1 ବାଜିଛି। ହଠାତ୍ ଟେଲିଫୋନ୍ ରିଂ ହେଲା। ଜବାବ ଆସିଲା, ଦେଖନ୍ତୁ, ମୁଁ ତାଙ୍କର ଜଣେ ବନ୍ଧୁ କହୁଥିଲି। ଯଦି ଆପଣ ଥିବା ଭିତରେ ବିନୟ ବାବୁ ସେଠିକି ଆସନ୍ତି, ତାହେଲେ ଦୟାକରି ତାଙ୍କୁ ଖବର ଦେଇଦେବେ ଯେ ଆଜି ଡେପୁଟି ମାଜିଷ୍ଟ୍ରେଟ ହିସାବରେ ତାଙ୍କର କନଫର୍ମେସନ୍ ହୋଇଗଲା। ରାତିର ସେହି ବିଳମ୍ବିତ ପ୍ରହର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଶଶଧର ବାବୁ। କିନ୍ତୁ ଠିକ୍ ପରେ ପରେ ବିନୟ ଦତ୍ତ ରିଲିଫ୍ ସେଣ୍ଟରରେ ଖାଦ୍ୟ ଦେଇ ଆସି ପହଞ୍ଚିଲେ ସେହି ବଙ୍ଗଳାରେ। ଶଶଧର ବାବୁ ଟେଲିଫୋନ୍‌ର ଖବର ତାଙ୍କୁ ଦେଲେ। ଆଶ୍ଚର୍ଯ୍ୟ ସହକାରେ ଏବଂ ଶଶଧରଙ୍କର ଏତାଦୃଶ ହତଚକିତ ଭାବକୁ ଦୂରୀଭୂତ କରି ବିନୟ ଦତ୍ତ ଯାହା କହିଥିଲେ, ସେଥିରୁ ପ୍ଲାଞ୍ଚେଟ୍ ନାମକ ସେହି ବିଚିତ୍ର ଯନ୍ତ୍ରଟିରୁ ବିନୟବାବୁ ତାଙ୍କର ମୃତା ପ୍ରେମିକା ଗୋପାଙ୍କଠାରୁ ଆଜିର ଆସିଥିବା ଟେଲିଫୋନ୍ ଖବରଟିକୁ ଶୁଣିବାର ବହୁ ପୂର୍ବରୁ ଜାଣିସାରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ସେ ହିଁ କରିଛନ୍ତି। ତେଣୁ ଶଶଧରଙ୍କର ଭାଷାରେ ନା, ସେମାନେ ଆତ୍ମା ପ୍ରକୃତରେ ଅଛନ୍ତି ବିଭିନ୍ନ ସ୍ତରରେ। ସେମାନଙ୍କ ସହିତ କଥାବାର୍ତ୍ତା କରିହୁଏ, ଯୋଗସୂତ୍ର ସ୍ଥାପନ କରିହୁଏ ଏବଂ ବିନୟବାବୁ ତା କରିପାରିଥିଲେ। ଗଳ୍ପଟିକୁ 2 ଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମ ଭାଗରେ ଗଳ୍ପଟିର ପରିବେଶ ଓ ବାତାବରଣ ପ୍ରାୟ 4.5 ପୃଷ୍ଠା